Hi guys, ଜୟ ଜଗନ୍ନାଥ ମୁଁ ଜଗବନ୍ଧୁ ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ। ତ ଆଜିର ବ୍ଲଗରେ ଆପଣମାନଙ୍କୁ ଦେଖଉଛି ଚିଲିକାର ବହୁତ ସୁନ୍ଦର ଦୃଶ୍ୟ। ଦେଖନ୍ତୁ ଚିଲିକାର କେତେ ସୁନ୍ଦର ଭ୍ୟୁ ଅଛି, ବହୁତ ସୁନ୍ଦର ଲାଗୁଛି। ମା କାଳିଜାଇଙ୍କ ମନ୍ଦିର ଦେଖିପାରୁଥିବେ ଆପଣମାନେ, ବହୁତ ସୁନ୍ଦର ଲାଗୁଛି। ଏଠାକାର ଭ୍ୟୁ ବହୁତ ସୁନ୍ଦର। ଏଠାକାର ସବୁଠୁ ନିଆରା ଦୃଶ୍ୟ ହେଉଛି ଚିଲିକା ମଧ୍ୟରେ କାଳିଜାଇ ମନ୍ଦିର ଅବସ୍ଥିତ। ଏଠାକୁ ବହୁ ଦୂର ଦୂରାନ୍ତରୁ ଲୋକମାନେ ଆସନ୍ତି ବୁଲିବା ପାଇଁ। ଏହା ଏକ ପର୍ଯ୍ୟଟନ ସ୍ଥଳ, ବହୁତ ସୁନ୍ଦର ଲାଗେ ଏଠାକୁ ଆସି। ତ ଦେଖନ୍ତୁ ଚାରି ପାଖେ ଜଳ, ମଝିରେ ମନ୍ଦିରଟି ଅବସ୍ଥିତ। ବହୁତ ସୁନ୍ଦର ଲାଗେ ଏଠାକୁ ଆସି। ବହୁତ ଲୋକ ମଧ୍ୟ ଡରିଥାନ୍ତି ଏଠାକୁ ଆସିବା ପାଇଁ, କାହିଁକି ନା ଏଠାକୁ ଆସିବା ପାଇଁ ଡଙ୍ଗାରେ ପାରି ହେବା ପାଇଁ ପଡେ। ତ ଲୋକ ମଧ୍ୟ ସାହସ କରି ଆସନ୍ତି। ସେ ଯାହା ହେଉ ଏଠାକାର ସୌନ୍ଦର୍ଯ୍ୟ ଭରା ଏ ପର୍ଯ୍ୟଟନ ସ୍ଥଳ ବହୁତ ଖୁସି ଦିଏ ସମସ୍ତଙ୍କୁ। ଏଠାକୁ ଆସିଲେ ଜମାରୁ ବି ଇଚ୍ଛା ହୁଏନି ପ୍ରତ୍ୟାବର୍ତ୍ତନ କରିବା ପାଇଁ, ବହୁତ ଖୁସି ଲାଗେ। ତ ନିଶ୍ଚିତ ଭାବରେ ସମୟ ବାହାର କରି କେବେ ନା କେବେ ଏଠାକୁ ଆସନ୍ତୁ ଏବଂ ପର୍ଯ୍ୟଟନ କରିବାର ସୌଭାଗ୍ୟ ଅର୍ଜନ କରନ୍ତୁ। ବହୁତ ଖୁସି ଲାଗିବ ନିଶ୍ଚିତ ଭାବରେ। କାଳିଜାଇ ମନ୍ଦିରର ଏ ସୁନ୍ଦର ଦୃଶ୍ୟ ବହୁତ ନିଆରା, ଯାହାକି ଆଉ କୌଣସି ଜାଗାରେ ମଧ୍ୟ ମିଳେନି। ମୁଁ ତ ଆସିଥିଲି, ଆପଣ ମାନେ ବି କେବେ ଆସନ୍ତୁ ଏଠାକୁ ବୁଲିବା ପାଇଁ। ତ ଦେଖନ୍ତୁ କାଳିଜାଇ ମନ୍ଦିରର ଚାରିପଟର ଦୃଶ୍ୟ ମୁଁ ଆପଣ ମାନଙ୍କୁ ଦେଖଉଛି। ସବୁ ଦିଗରୁ କ୍ୟାମେରା ପକେଇ ଦେଖୁଛି, ଚାରିପଟରୁ କ୍ୟାମେରା ପକେଇ ଦେଖଉଛି ଆପଣ ମାନଙ୍କୁ କେମିତିକା ଭ୍ୟୁ ଅଛି। ବହୁତ ସୁନ୍ଦର ଲାଗୁଛି। ତ ଏଠାରେ ବହୁତ ସାରା ବୁଟ ଅଛି ଏବଂ ବୁଟ ଚାଳକ ମାନେ ବହୁତ ସୁନ୍ଦର ଭାବରେ ଲୋକମାନଙ୍କୁ ନେଇ ଆସୁଛନ୍ତି। ଦେଖନ୍ତୁ କାଳିଜାଇ ମନ୍ଦିରର ପାର୍ଶ୍ଵରେ ଗୋଟେ ନଡିଆ ଗଛ ଅଛି, ଦେଖିପାରୁଥିବେ। ଏମିତି ନଡିଆ ଗଛଟେ ସେ ବହୁତ ଦିନରୁ ଅଛି। ଯାହା ହଉ ନଡିଆ ଗଛଟି କାଳିଜାଇ ମନ୍ଦିରର ସୌନ୍ଦର୍ଯ୍ୟ ବଢଉଛି ନିଶ୍ଚିତ ଭାବରେ। ଏମିତି ନଡ଼ିଆ ଗଛ ପୁରୀରେ ମଧ୍ୟ ଅଛି। ଏହା ମାଙ୍କର ବଡ ମହିମା ନିଶ୍ଚିତ ଭାବରେ। ତ ସେ ଯାହା ହେଉ ମାଙ୍କ ମନ୍ଦିର ବହୁତ ସୁନ୍ଦର ହୋଇଛି। ଏତେ ସୁନ୍ଦର ହୋଇଛି ଯେ ବହୁତ ମନଲୋଭା। ଏଠାକୁ ଯୋଉମାନେ ଆସିଛନ୍ତି ମାଙ୍କୁ ଦର୍ଶନ କରିବା ପାଇଁ, ସେମାନେ ମାଙ୍କର ଆଶୀର୍ବାଦ ନିଶ୍ଚିତ ଭାବରେ ସାଉଣ୍ଟିଛନ୍ତି। ଯଦି ଭିଡିଓଟି ଆପଣ ମାନଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚିତ ଭାବରେ ଲାଇକ୍ କରିବେ ଏବଂ ଅଧିକରୁ ଅଧିକ ମାତ୍ରାରେ ସେୟାର ମଧ୍ୟ କରିବେ। ଯଦି ମୋ ଭିଡିଓରେ ନୂଆ ଥାନ୍ତି ତାହେଲେ ତଳେ ଥିବା ବେଲ ଆଇକନକୁ ଦବେଇ ସବସ୍କ୍ରାଇବ କରିନିଅନ୍ତୁ, ଯାହା ପାଇଁ କି ଏମିତି ନୂଆ ନୂଆ ଭିଡିଓ ଆପଣ ମାନଙ୍କୁ ନିଶ୍ଚିତ ଭାବରେ ନୋଟିଫିକେସନ ମାଧ୍ୟମରେ ମିଳିବ। ତ ଆଜିର ବ୍ଲଗ ସ୍କିପ ନକରି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ। ତ ଏମିତି କିଛି କାଳିଜାଇ ମନ୍ଦିରର ଦୃଶ୍ୟ ଥିଲା। ଆଜିର ଭିଡିଓଟି ଏଇଠି ଶେଷ କରୁଛି। ପୁଣି ଦେଖାହବ ନୂଆ ଏକ ଭିଡିଓରେ। ରହୁଛି। ଜୟ ଜଗନ୍ନାଥ। ଜୟ ମା କାଳି।